नमस्कार दर्शक बंधु आज प्रथम प्रश्नटी ହେଉଛି କେଉଁ ଗ୍ରହକୁ ନୀଳ ଗ୍ରହ କୁହାଯାଏ? ଅପସନ୍ ଏ ଶନି ଗ୍ରହ, ଅପସନ୍ ବି ବୁଧ ଗ୍ରହ, ଅପସନ୍ ସି ମଙ୍ଗଳ ଗ୍ରହ, ଅପସନ୍ ଡି ପୃଥିବୀ ଗ୍ରହ। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ପୃଥିବୀ ଗ୍ରହ। ତ ପୃଥିବୀ ଗ୍ରହକୁ ଯାହାକି ନୀଳ ଗ୍ରହ ବା ବ୍ଲୁ ପ୍ଲାନେଟ୍ କୁହାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ପାର୍ଲେଜି କେଉଁ ଦେଶର କମ୍ପାନୀ? ଅପସନ୍ ଏ ଭାରତ, ଅପସନ୍ ବି ଚୀନ, ଅପସନ୍ ସି ଆମେରିକା, ଅପସନ୍ ଡି ଇଂଲଣ୍ଡ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ଭାରତ। ତ ଫ୍ରେଣ୍ଡସ୍ ଆମ ଦେଶର କମ୍ପାନୀ ହିଁ ହେଉଛି ପାର୍ଲେଜି ବିସ୍କୁଟ୍, ଆପଣ ଯେଉଁ ଖାଆନ୍ତି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ଶୂନ ବା ଜିରୋର ଆବିଷ୍କାର କେଉଁ ଦେଶରେ ହୋଇଥିଲା? ଅପସନ୍ ଏ ଭାରତ, ଅପସନ୍ ବି ଚୀନ, ଅପସନ୍ ସି ଆମେରିକା, ଅପସନ୍ ଡି ଇଂଲଣ୍ଡ। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ଭାରତ। ତ ଫ୍ରେଣ୍ଡସ୍ ଜିରୋର ଆବିଷ୍କାର ଆମ ଦେଶରେ ହିଁ ହୋଇଥିଲା। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ଶୂନର ଆବିଷ୍କାର କିଏ କରିଥିଲେ? ଅପସନ୍ ଏ ଆର୍ଯ୍ୟଭଟ୍ଟ, ଅପସନ୍ ବି ବ୍ରହ୍ମଗୁପ୍ତ, ଅପସନ୍ ସି ବରାହ ମିହିର, ଅପସନ୍ ଡି ଉଭୟ ଏ ଆଣ୍ଡ ବି। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ଉଭୟ ଏ ଆଣ୍ଡ ବି। ତ ଫ୍ରେଣ୍ଡସ୍ ଏରେ ଆର୍ଯ୍ୟଭଟ୍ଟ ଯିଏକି ପ୍ରଥମେ ଜିରୋକୁ ଇଣ୍ଟ୍ରୋଡ୍ୟୁସ୍ କରିବା କୁହାଯାଏ, ଯାହାକି 500 ADରେ, ଠିକ୍ ଅଛି। ତାପରେ ତାକୁ ମଡ଼ର୍ଣ୍ଣାଇଜ୍ କରିଥିଲେ ବ୍ରହ୍ମଗୁପ୍ତ, ଯାହାକୁ କି 700 ADରେ, ଠିକ୍ ଅଛି। ତ ଯାହାକି ଆର୍ଯ୍ୟଭଟ୍ଟଙ୍କୁ ପ୍ରଥମେ କୁହନ୍ତି କିନ୍ତୁ ବ୍ରହ୍ମଗୁପ୍ତଙ୍କୁ ମଧ୍ୟ କୁହାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ମନୁଷ୍ୟର ସବୁଠାରୁ ବଡ଼ ହାଡ଼ର ନାମ କ'ଣ? ଅପସନ୍ ଏ ଟିବିଆ, ଅପସନ୍ ବି ହ୍ୟୁମେରିୟସ୍, ଅପସନ୍ ସି ଫେମ୍ୟୁର, ଅପସନ୍ ଡି ଷ୍ଟାପେସ୍। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ସି ଫେମ୍ୟୁର। ତ ଫ୍ରେଣ୍ଡସ୍ ଫେମ୍ୟୁର ଯାହାକି ବୋନ୍ ବା ହାଡ଼, ମନୁଷ୍ୟର ସବୁଠାରୁ ବଡ଼ ହାଡ଼। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ମନୁଷ୍ୟର ସବୁଠାରୁ ଛୋଟ ହାଡ଼ର ନାମ କ'ଣ? ଅପସନ୍ ଏ ଇନକ୍ୟୁସ୍, ଅପସନ୍ ବି ମାଲିୟସ୍, ଅପସନ୍ ସି ୟୁଲନା, ଅପସନ୍ ଡି ଷ୍ଟାପେସ୍। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ଷ୍ଟାପେସ୍। ତ ଷ୍ଟାପେସ୍ ଯାହାକି ବୋନ୍, ମନୁଷ୍ୟର ସବୁଠାରୁ ଛୋଟ ହାଡ଼। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ଫେମ୍ୟୁର ହାଡ଼ ଯେଉଁଟାକି ମନୁଷ୍ୟର ସବୁଠାରୁ ବଡ଼ ହାଡ଼ ଆମ ଶରୀରର କେଉଁଠି ଥାଏ? ଅପସନ୍ ଏ ଜଙ୍ଘ, ଅପସନ୍ ବି ପିଠି, ଅପସନ୍ ସି ହାତ, ଅପସନ୍ ଡି କାନ। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ଜଙ୍ଘ। ତେବେ ଫେମ୍ୟୁର ହାଡ଼ ଯାହାକି ଆମ ଶରୀରର ଜଙ୍ଘରେ ରହିଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ଷ୍ଟାପେସ୍ ହାଡ଼ ଆମ ଶରୀରର କେଉଁଠି ଥାଏ? ଅପସନ୍ ଏ ନାକ, ଅପସନ୍ ବି ପିଠି, ଅପସନ୍ ସି ହାତ, ଅପସନ୍ ଡି କାନ। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି କାନ। ତେବେ ଷ୍ଟାପେସ୍ ହାଡ଼ ଯାହାକି କାନରେ ରହିଥାଏ। ତେବେ କାନରେ ଯେଉଁ ହାଡ଼ଟି ଅଛି ସେଇଟା ସବୁଠାରୁ ଆମ ବଡ଼ିର ଛୋଟ ହାଡ଼ ଏବଂ ଜଙ୍ଘରେ ଯେଉଁ ରହିଛି ଫେମ୍ୟୁର ହାଡ଼ ସେ ହେଉଛି ଆମ ବଡ଼ିର ସବୁଠାରୁ ବଡ଼ ହାଡ଼। ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ଭାରତର କେଉଁ ରାଷ୍ଟ୍ରପତି ଖବରକାଗଜ ବିକିଥିଲେ? ଅପସନ୍ ଏ ରାଜେନ୍ଦ୍ର ପ୍ରସାଦ, ଅପସନ୍ ବି ଅବଦୁଲ କଲାମ, ଅପସନ୍ ସି ପ୍ରଣବ ମୁଖାର୍ଜୀ, ଅପସନ୍ ଡି ରାମନାଥ କୋବିନ୍ଦ। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି ଅବଦୁଲ କଲାମ। ତ ଫ୍ରେଣ୍ଡସ୍ APJ ଅବଦୁଲ କଲାମ ଯିଏକି ଭାରତର ରାଷ୍ଟ୍ରପତି ହୋଇଥିଲେ, ତା ପୂର୍ବରୁ ସେ ଖବରକାଗଜ ମଧ୍ୟ ପିଲାବେଳେ ବିକିଥିଲେ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ କ'ଣ? ଅପସନ୍ ଏ ରାଜେନ୍ଦ୍ର ପ୍ରସାଦ, ଅପସନ୍ ବି ଅବଦୁଲ କଲାମ, ଅପସନ୍ ସି ପ୍ରଣବ ମୁଖାର୍ଜୀ, ଅପସନ୍ ଡି ରାମନାଥ କୋବିନ୍ଦ। ତ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ଉତ୍ତରଟି ଆପଣ ଏହି ଭିଡ଼ିଓର କମେଣ୍ଟରେ ଦିଅନ୍ତୁ। ଭିଡ଼ିଓଟି ଭଲ ଲାଗିଛି ତ ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।